ଆଜି ଆମେ ଏକାଠି ମିଶି ଓଡ଼ିଆ ପ୍ରତିକାର ଶିକ୍ଷାଦାନର କିଛି ବହୁତ ବଢ଼ିଆ କୌଶଳ ବିଷୟରେ ଜାଣିବା। ଏମିତି କିଛି କୌଶଳ ଯାହା ଆମର ପ୍ରତ୍ୟେକ ପିଲାଙ୍କୁ ପଢ଼ିବାରେ ସାହାଯ୍ୟ କରିବ। ଆମ ସମସ୍ତଙ୍କର ଗୋଟେ ହିଁ ବିଶ୍ୱାସ ଯେ ପ୍ରତ୍ୟେକ ଶିଶୁ ଆତ୍ମବିଶ୍ୱାସର ସହିତ ପଢ଼ିପାରିବେ, ଠିକ୍ ନା? ବାସ୍, ଯଦି ସେମାନଙ୍କୁ ଟିକେ ସଠିକ୍ ସାହାଯ୍ୟ ଆଉ ସମର୍ଥନ ମିଳିଯାଏ ତେବେ ସବୁ ସମ୍ଭବ। ଆଉ ଏ ବିଶ୍ୱାସ ହିଁ ଆମ କାମର ମୂଳଦୁଆ। ଠିକ୍ ଅଛି, ତେବେ ଆଜିର ଆଲୋଚନାରେ ଆମେ କ'ଣ ସବୁ ଦେଖିବା? ପ୍ରଥମେ ପ୍ରତିଟି ପିଲା ପାଇଁ ସଠିକ୍ ରାସ୍ତା କ'ଣ? ଆମେ 3 ପ୍ରକାରର ପାଠକଙ୍କୁ ଦେଖିବା: ଉଦ୍ୟମାନ, ବିକାଶଶୀଳ ଆଉ ଶ୍ରେଣୀସ୍ତରୀୟ। ଆଉ ଶେଷରେ ଆମର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ସେ ବିଷୟରେ ବି କଥା ହେବା। ଚାଲନ୍ତୁ ଆରମ୍ଭ କରିବା। ହଉ, ତେବେ ଆମେ ଆମର ପ୍ରଥମ ଭାଗକୁ ଆସିଯାଇଛେ। ଏଠି ଆମେ କଥା ହେବା ଉଦୀୟମାନ ପାଠକମାନଙ୍କ ବିଷୟରେ, ମାନେ ଯେଉଁମାନେ ଏବେ ଏବେ ଶବ୍ଦର ଦୁନିଆରେ ପାଦ ରଖୁଛନ୍ତି। ତେଣୁ ସେମାନଙ୍କ ପାଇଁ ଏକ ମଜବୁତ ମୂଳଦୁଆ ତିଆରି କରିବା ସବୁଠୁ ଜରୁରୀ। ତେବେ ଏହି ଉଦୀୟମାନ ପାଠକମାନେ କିଏ? ଦେଖନ୍ତୁ, ଏମାନେ ହେଉଛନ୍ତି ସେହି ପିଲା ଯେଉଁମାନେ କିଛି କିଛି ଅକ୍ଷର ବା ଶବ୍ଦ ତ ଚିହ୍ନି ପାରନ୍ତି, କିନ୍ତୁ ଯେତେବେଳେ ପୂରା ବାକ୍ୟ ପଢ଼ିବା କଥା ଆସେ ସେତେବେଳେ ଟିକେ ଅସୁବିଧା ହୁଏ। ତେଣୁ ଆମର ମୁଖ୍ୟ ଲକ୍ଷ୍ୟ କ'ଣ? ଛୋଟ ଛୋଟ ସରଳ ଶବ୍ଦ ଜରିଆରେ ସେମାନଙ୍କ ଭିତରେ ଗୋଟେ ଆତ୍ମବିଶ୍ୱାସ ଆଣିବା, ଯେମିତି ସେମାନଙ୍କୁ ଲାଗିବ, ହଁ ମୁଁ ପଢ଼ିପାରିବି। ଏଇଟା ହିଁ ସେମାନଙ୍କୁ ଆଗକୁ ବଡ଼ ବଡ଼ ଅନୁଚ୍ଛେଦ ପଢ଼ିବା ପାଇଁ ପ୍ରସ୍ତୁତ କରିବ। ଏଥିପାଇଁ ଗୋଟେ ବହୁତ ସରଳ କିନ୍ତୁ ପ୍ରଭାବଶାଳୀ କାର୍ଯ୍ୟକଳାପ ଅଛି। ଶବ୍ଦ ପଢ଼, ଶବ୍ଦ କୁହ। ଏଥିରେ ହୁଏ କ'ଣ? ଆମେ ବାରମ୍ବାର ଫ୍ଲାଶକାର୍ଡ ଦେଖାଇ ଶବ୍ଦଗୁଡ଼ିକୁ ଦୋହରାଉ। ଏମିତି କରିବା ଦ୍ୱାରା ପିଲାମାନେ ବିନା କୌଣସି ଚେଷ୍ଟାରେ ଶବ୍ଦଗୁଡ଼ିକୁ ଚିହ୍ନିବା ଆରମ୍ଭ କରିଦିଅନ୍ତି। ଆଉ ସବୁଠୁ ବଡ଼ କଥା ହେଲା, ଯଦି କେହି ଭୁଲ କରେ ତେବେ ତାକୁ ଡାଟିବା ବଦଳରେ ଆମେ ଶବ୍ଦକୁ ତାର ଧ୍ୱନିରେ ଭାଙ୍ଗି ବୁଝାଇଦେବା। ଏହାଦ୍ୱାରା ସେମାନଙ୍କ ମନରୁ ଭୟ ପୂରାପୂରି ଚାଲିଯାଏ। ଆଉ ଗୋଟେ ମଜାଦାର ଖେଳ ହେଲା ଶବ୍ଦ ଖୋଜିବା। ଏଇଟା ପିଲାମାନଙ୍କୁ ବହୁତ ପସନ୍ଦ ଆସିବ। ଆମେ ବ୍ଲାକବୋର୍ଡରେ କିଛି ପରିଚିତ ଶବ୍ଦ ଲେଖିଦେବା ଆଉ ପିଲାମାନଙ୍କୁ କହିବା ଶ୍ରେଣୀଗୃହ ଭିତରେ ଥିବା ଚାର୍ଟ, ବହି କିମ୍ବା କାନ୍ଥରୁ ସେହି ଶବ୍ଦଗୁଡ଼ିକୁ ଖୋଜି ବାହାର କରିବାକୁ। ଏମିତି ହେଲେ ସେମାନେ ବୁଝିପାରିବେ ଯେ ଗୋଟିଏ ଶବ୍ଦ ଅଲଗା ଅଲଗା ଜାଗାରେ ବି ଦେଖାଯାଇପାରେ। ଏହା ସେମାନଙ୍କ ପଢ଼ିବା ଦକ୍ଷତା ବଢ଼ାଇବା ପାଇଁ ଗୋଟେ ବହୁତ ବଡ଼ ପଦକ୍ଷେପ। ତେଣୁ ମନେ ରଖିବା କଥା ହେଲା, ଏହି ପିଲାମାନଙ୍କ ସହିତ ଆମର ଫୋକସ୍ କେବଳ ଗୋଟିଏ ଜିନିଷ ଉପରେ ରହିବ: ଶବ୍ଦ। ସେମାନେ କ'ଣ ବୁଝୁଛନ୍ତି ସେଥିପାଇଁ ଚିନ୍ତା କରିବାର ନାହିଁ। ବାସ୍ ସେମାନଙ୍କୁ ଦଳରେ ବସାଇ ପ୍ରତିଦିନ ପାଟି କରି ପଢ଼ି ଶୁଣାଇ ଶବ୍ଦ ସହିତ ପରିଚିତ କରାଇବାକୁ ହେବ। ଏତିକି ରହି ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିଯିବ। ଚାଲନ୍ତୁ ଏବେ ଆମେ ଆଗକୁ ବଢ଼ିବା ଆମର ଦ୍ୱିତୀୟ ସ୍ତରକୁ, ବିକାଶଶୀଳ ପାଠକ। ଏହି ପିଲାମାନେ ଶବ୍ଦ ଚିହ୍ନିବା ସ୍ତରରୁ ଆଗକୁ ବଢ଼ିସାରିଲେଣି। ଏବେ ସମୟ ଆସିଛି ଶବ୍ଦକୁ ତାର ଅର୍ଥ ସହିତ ଯୋଡ଼ିବାର। ଏହି ସ୍ତରର ପିଲାମାନେ କେମିତି? ସେମାନେ ଗୋଟେ ପ୍ୟାରାଗ୍ରାଫକୁ ଧୀରେ ଧୀରେ ହେଉ ପଛେ ପଢ଼ିପାରନ୍ତି। ଆଉ ଯଦି ଆମେ ଟିକେ ସାହାଯ୍ୟ କରିଦେବା ତେବେ ଲେଖା ଭିତରୁ ସିଧାସଳଖ ପ୍ରଶ୍ନର ଉତ୍ତର ବି ଦେଇପାରିବେ। ତେଣୁ ଏଠାରେ ଆମର ମୁଖ୍ୟ ଲକ୍ଷ୍ୟ ହେଲା ସେମାନଙ୍କୁ କେବଳ ପଢ଼ିବାରୁ ବୁଝି ପଢ଼ିବା ସ୍ତରକୁ ନେବା। ଏଥିପାଇଁ ଏକ ବଢ଼ିଆ କାର୍ଯ୍ୟକଳାପ ହେଉଛି ଏକାଠି ପଢ଼ିବା, ଏକାଠି ଭାବିବା। ପ୍ରଥମେ ଶିକ୍ଷକ ପଢ଼ିବେ, ତାପରେ ପିଲାମାନେ ଏକାଠି ପଢ଼ିବେ, ଆଉ ତାପରେ ଯୋଡ଼ି ଯୋଡ଼ି ହୋଇ ପଢ଼ିବେ। ଏମିତି କରିବା ଦ୍ୱାରା ଯେଉଁ ଫାଙ୍କଟା ଥାଏ, ମାନେ କେବଳ ଶବ୍ଦ ପଢ଼ିବା ଆଉ ତାର ଅର୍ଥ ବୁଝିବା ଭିତରେ, ସେଇଟା ପୂରଣ ହୋଇଯାଏ। ଏକାଠି କାମ କଲେ ସବୁକିଛି ସହଜ ଲାଗେ, ନୁହେଁ କି? ଆଉ ଗୋଟେ ମଜାଦାର ଖେଳ ହେଉଛି ପ୍ରଶ୍ନ କାର୍ଡ ଖେଳ। ଏଥିରେ ଆମେ ପିଲାମାନଙ୍କୁ ଯୋଡ଼ିରେ ବସାଇଦେବା ଆଉ କିଛି ପ୍ରଶ୍ନ ଥିବା କାର୍ଡ ଦେଇଦେବା। ଜଣେ ପ୍ରଶ୍ନ ପଢ଼ିବ ଆଉ ଅନ୍ୟ ଜଣକ ପାଠ ଭିତରୁ ତାର ଉତ୍ତର ଖୋଜି ଦେଖାଇବ। ଏଇଟା ଏକଦମ ଖେଳ ଖେଳରେ ପାଠ ଭିତରୁ ପ୍ରମାଣ ଖୋଜିବା ଶିଖାଇଦିଏ ଆଉ ପିଲାମାନଙ୍କ ଉପରେ କୌଣସି ଚାପ ବି ପଡ଼େନି। ତେବେ ଏହି ସ୍ତର ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥା। ବର୍ତ୍ତମାନ କାହିଁକି ବାଲା ପ୍ରଶ୍ନ ପଚାରନ୍ତୁ ନାହିଁ। କେବଳ କିଏ, କ'ଣ, କେଉଁଠି ଭଳି ତଥ୍ୟଗତ ପ୍ରଶ୍ନ ଉପରେ ଧ୍ୟାନ ଦିଅନ୍ତୁ। ପିଲା କେତେ ଜଲ୍ଦି ପଢ଼ୁଛି ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସେ ସଠିକ୍ ଉତ୍ତର ଦେଉଛି କି ନାହିଁ ସେଇଟା ଗୁରୁତ୍ୱପୂର୍ଣ୍ଣ। ବହୁତ ବଢ଼ିଆ। ଏବେ ଆମେ ଆମର ତୃତୀୟ ତଥା ଶେଷ ସ୍ତରକୁ ଆସିଯାଇଛେ, ଶ୍ରେଣୀସ୍ତରୀୟ ପାଠକ। ଏହି ପିଲାମାନେ ଆଗେଇ ଗଲେଣି। ତେଣୁ ଆମର କାମ ହେଲା ସେମାନଙ୍କୁ ନୂଆ ନୂଆ ଚ୍ୟାଲେଞ୍ଜ ଦେବା ଏବଂ ପାଠକୁ ଆହୁରି ଗଭୀର ଭାବରେ ବୁଝିବା ପାଇଁ ପ୍ରେରିତ କରିବା। ଏହି ପିଲାମାନେ ନିଜ ଶ୍ରେଣୀର ପାଠକୁ ଆରାମରେ ପଢ଼ିପାରନ୍ତି। କେବଳ ସେତିକି ନୁହେଁ, ସେମାନେ ତଥ୍ୟଗତ ପ୍ରଶ୍ନ ସହିତ ଅନୁମାନ ଆଧାରିତ ପ୍ରଶ୍ନର ଉତ୍ତର ବି ଦେଇପାରନ୍ତି। ତେଣୁ ଏବେ ଫୋକସ୍ ପାଠରେ କ'ଣ ଲେଖାହୋଇଛିରୁ ବଦଳି କାହିଁକି ଏମିତି ଲେଖାହୋଇଛି ଉପରକୁ ଆସିଯିବ। ଏଇଟା ହିଁ ସେମାନଙ୍କର ଚିନ୍ତା କରିବାର ଶକ୍ତିକୁ ବଢ଼ାଇବ। ଏମାନଙ୍କ ପାଇଁ ଗୋଟେ ବହୁତ ଶକ୍ତିଶାଳୀ ଅଭ୍ୟାସ ହେଲା ପଢ଼, ଅଟକ ଆଉ ଭାବ।
ପିଲାମାନଙ୍କୁ କହିବାକୁ ହେବ ଯେ ପ୍ରତି ପ୍ୟାରାଗ୍ରାଫ ପରେ ଟିକିଏ ଅଟକି ଯାଇ ଭାବିବା ପାଇଁ ଯେ ସେମାନେ କ'ଣ ପଢ଼ିଲେ। ଏହି ଛୋଟ ଅଭ୍ୟାସଟି ପଢ଼ିବାକୁ କେବଳ ଗୋଟେ କାମରୁ ବଦଳାଇ ଏକ ଚିନ୍ତନଶୀଳ ପ୍ରକ୍ରିୟାରେ ପରିଣତ କରିଦିଏ। ଏହାପରେ ଆମେ କାହିଁକି ଏବଂ କିପରି ଭଳି ପ୍ରଶ୍ନ ପଚାରି ପାରିବା। ଆଉ ଗୋଟେ କାର୍ଯ୍ୟକଳାପ ହେଉଛି ଉତ୍ତରକୁ ବୁଝାଇ କହିବା। ଏଥିରେ ପିଲାମାନେ ଯୋଡ଼ିରେ କାମ କରିବେ, ଜଣେ ପ୍ରଶ୍ନ ପଚାରିବ ଆଉ ଅନ୍ୟ ଜଣକୁ ଉତ୍ତର ଦେବା ସହିତ ଏହା ବି ବୁଝାଇବ ଯେ ସେ ସେହି ଉତ୍ତରଟି କିପରି ପାଇଲା। ମୁଁ ଏମିତି ଭାବୁଛି କାରଣ ପାଠରେ ଏମିତି ଲେଖାଯାଇଅଛି। ଏହିଭଳି କହିବା ଦ୍ୱାରା ସେମାନେ ନିଜ ଉତ୍ତରକୁ ପ୍ରମାଣ ସହିତ ଯୋଡ଼ିବା ଶିଖନ୍ତି। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ପିଲାମାନଙ୍କ ପାଇଁ ଆମର ଗୋଟିଏ ସୁବର୍ଣ୍ଣ ପ୍ରଶ୍ନ ହେଲା, ତମେ ଏକଥା କେମିତି ଜାଣିଲ? ଏହି ପ୍ରଶ୍ନ ସେମାନଙ୍କୁ ସବୁବେଳେ ପ୍ରମାଣ ଖୋଜିବା ପାଇଁ ବାଧ୍ୟ କରିବ। ଆଉ ଗୋଟେ ଭଲ କଥା ହେଲା, ଆମେ ଏହି ପିଲାମାନଙ୍କୁ ଅନ୍ୟ ଦଳମାନଙ୍କର ସାହାଯ୍ୟ କରିବା ପାଇଁ ପିୟର ଲିଡର ଭାବରେ ବ୍ୟବହାର କରିପାରିବା। ଏହାଦ୍ୱାରା ପୂରା ଶ୍ରେଣୀର ଲାଭ ହେବ। ଠିକ୍ ଅଛି, ତେବେ ଏବେ ଆମେ ସବୁକିଛିକୁ ଏକାଠି କରି ଦେଖିବା। ଆମର ପରବର୍ତ୍ତୀ ପଦକ୍ଷେପ କ'ଣ ହେବା ଉଚିତ ଯାହାଦ୍ୱାରା ଆମ ଶ୍ରେଣୀଗୃହ ଆତ୍ମବିଶ୍ୱାସୀ ପାଠକରେ ଭରିଯିବ? ତେବେ ସବୁ ସ୍ତର ପାଇଁ କିଛି ମୁଖ୍ୟ ସିଦ୍ଧାନ୍ତ ଅଛି ଯାହାକୁ ଆମକୁ ମନେ ରଖିବାକୁ ପଡ଼ିବ। ପ୍ରଥମତଃ, ପ୍ରତିଟି ପଦକ୍ଷେପରେ ପିଲାଙ୍କର ଆତ୍ମବିଶ୍ୱାସ ବଢ଼ାନ୍ତୁ। ଦ୍ୱିତୀୟରେ, ପ୍ରତିଦିନ ପାଟି କରି ପଢ଼ି ଶୁଣନ୍ତୁ। ତୃତୀୟରେ, ଯୋଡ଼ିରେ କାମ କରିବାକୁ ଉତ୍ସାହିତ କରନ୍ତୁ। ଲେଖିବା ପୂର୍ବରୁ ସବୁବେଳେ ମୌଖିକ ଉତ୍ତରକୁ ପ୍ରାଧାନ୍ୟ ଦିଅନ୍ତୁ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ସବୁବେଳେ ପ୍ରମାଣ ମାଗନ୍ତୁ। ତମେ କେମିତି ଜାଣିଲ? ଏହି କେତୋଟି କଥା ହିଁ ଏକ ସୁନ୍ଦର ପଠନ ପରିବେଶ ତିଆରି କରିବ। ତେବେ ଆଉ ଡେରି କାହିଁକି? ଆସନ୍ତୁ ଆମେ ସମସ୍ତେ ମିଶି ଏହି ସରଳ କିନ୍ତୁ ଶକ୍ତିଶାଳୀ କୌଶଳଗୁଡ଼ିକୁ ଆମ ଶ୍ରେଣୀଗୃହରେ ପ୍ରୟୋଗ କରିବା। ଆମେ ସମସ୍ତେ ମିଶିଲେ ହିଁ ପ୍ରତ୍ୟେକ ପିଲାର ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବା। ଚାଲନ୍ତୁ ଆମ ଶ୍ରେଣୀଗୃହକୁ ଆତ୍ମବିଶ୍ୱାସୀ ପାଠକରେ ପରିପୂର୍ଣ୍ଣ କରିଦେବା।